स्वामीଙ୍କର ଜୟ। ହରିହର କ୍ଷେତ୍ରର ପୀଠାଧୀଶ ମହନ୍ତ ମହାରାଜଙ୍କୁ ମୋର ଅନନ୍ତ କୋଟି ପ୍ରଣାମ। ଆମ ଚ୍ୟାନେଲ ତରଫରୁ ମଧ୍ୟ ମହନ୍ତ ମହାରାଜଙ୍କୁ ସ୍ୱାଗତ ଜଣାଉଛୁ। ଆମେ ହରିହର କ୍ଷେତ୍ର ଅନେକ ବାର ବୁଲିଛୁ, ପ୍ରଦକ୍ଷିଣ କରିଛୁ ଏବଂ ସେହି ଆଶ୍ରମର ଟେକ୍ନିକ୍ ପ୍ରଦକ୍ଷିଣ କରି ଅନେକ ଗୁଡ଼ିଏ ତଥ୍ୟ ମଧ୍ୟ ପାଇଛୁ। ତା ମଧ୍ୟରେ ସେହି ପରିସର ମଧ୍ୟରେ ଯେତେ ଆମେ ବୁଲିଛୁ ଅନୁଧ୍ୟାନ କରିଛୁ ତା ମଧ୍ୟରେ ଅନେକ ଗୁଡ଼ ରହସ୍ୟ, ମହାନ ରହସ୍ୟ ଗୋଟେ ଲୁଚିକି ରହିଛି ଆମେ ମଧ୍ୟ ଜାଣିବାକୁ ପାଇଲୁ। ଏ ମଠର ମହାରାଜ ହେଉଛନ୍ତି ଶ୍ରୀଗୁରୁ। ତେଣୁ ଏହି ଶ୍ରୀଗୁରୁଙ୍କର ଅର୍ଥ କ'ଣ ଏ ସମ୍ପର୍କରେ ଆମକୁ ଟିକେ ବୁଝେଇବେ। ଗୁରୁ ଆମେ ଜାଣିଛୁ ଆଉ ଅନେକ ଗୁରୁ ମଧ୍ୟ ଆମେ ଦେଖିଛୁ, ତାଙ୍କ ସହିତ ଭେଟ ହେଇଛି। ଶ୍ରୀଗୁରୁ କ'ଣ ତାର ଅର୍ଥ ଜାଣିବା ପାଇଁ ଆମେ ଚାହୁଁଛୁ ଆଉ ଗୁରୁ କାହିଁକି ଆମେ କରିବା ଏ ବିଷୟରେ ମଧ୍ୟ ଆପଣ କିଛି ସୂଚନା ଦେବେ ବୋଲି ମୁଁ ଆପଣଙ୍କୁ ଅନୁରୋଧ କରୁଛି। ପ୍ରଣାମ। ଜୟ ଗୁରୁଦେବ, ଜୟ ପଞ୍ଚସଖା, ଜୟ ଜଗନ୍ନାଥ। ତେଣୁକରି ଗୋଟେ ଜିନିଷ ହେଉଛି, ଯେତେବେଳେ ପ୍ରଶ୍ନ ପଚାରିଲ ସମସ୍ତେ କହନ୍ତି ଯେତେବେଳେ ନିମନ୍ତ୍ରଣ କିଛି ଗୋଟେ କରାଯାଏ ସ୍ୱସ୍ତିକି ଆସିବା ପାଇଁ କହନ୍ତି। ତା ଅର୍ଥ ସ୍ୱାମୀ ସ୍ତ୍ରୀ ଉଭୟ। ଯେଉଁଠି ଶ୍ରୀ ଲାଗେ ସେଠି ଖାଲି ତ କହିଦିଅନ୍ତି ଶ୍ରୀ କାହିଁ ଲାଗିଲା। ତା ଅର୍ଥ ସେଠି ଯେଉଁ ଯାହାକୁ ଗୁରୁ ବୋଲି କହୁଛନ୍ତି ଗୁରୁ ଗୁରୁମା ମଧ୍ୟ ସେଠି ଅଛନ୍ତି। ତେଣୁକରି ସେଠି ଗୋଟିଏ କଥା ହେଉଛି ଯେ ଯେମିତି କହନ୍ତି ଯେଉଁ ଅପୂର୍ବ କାର୍ଯ୍ୟକ୍ରମ ଅପୂର୍ବ ଲାଗିଛି ସେଠି ଯେଉଁ ରହସ୍ୟମୟ ଜିନିଷ ଯେ ତା ଦେହରେ କାହାକୁ ଅନ୍ତରପାନ୍ତର କରାଯାଏ ନାହିଁ। ଯିଏ ଚାହିଁବ କିଛି ଶିଖିବା ପାଇଁ ତାକୁ ଶିଖେଇ ଦିଆଯାଏ। କାହିଁକିନା ଗୋଟେ ଜିନିଷ ହେଉଛି ଜଣେ ଜାଣୁନି, ଜାଣିବା ଇଚ୍ଛା ନାହିଁ, ତାକୁ କହିଲେ ଖରାପ ଲାଗିବ। ଜଣକୁ ପିତା ଭଲ ଲାଗୁନି, ତା ପିତା ଦେଲେ ବାନ୍ତି ହେଇଯିବ। ତେଣୁକରି ଯଦି ଯିଏ ଯେତିକି, ଆଉ ଗୋଟେ କଥା, ଯିଏ ଯଦି ଗ୍ରହଣ କରିପାରିବ ସିଏ ସେତିକି। କାରଣ କେତେକ ଲୋକ ଭାବନ୍ତି ଯେ ଗୁରୁ ନ କଲେ ଆମ ପିଣ୍ଡର କାରଣ ନାହିଁ, ଆଉ ଗୁରୁ ନ କଲେ ଆମେ ଯେଉଁ ଦାନ ଧ୍ୟାନ କରୁଛେ ତାର ପୁଣ୍ୟତା ନାହିଁ, ଆଉ ଯଦି ଗୁରୁ ନ କରିବୁ ତାହେଲେ ଆମେ ପିତୃପୁରୁଷଙ୍କୁ ଯେଉଁ ଆମେ ଦେଉଛେ ଶ୍ରାଦ୍ଧ କି ପିଣ୍ଡ ସେ ମୋତେ ପାଇପାରୁନାହାନ୍ତି। ତେଣୁ ସେଥିପାଇଁ ଏଇଟା ହିଁ ସତ୍ୟ। ତେଣୁ ସମସ୍ତେ ସେଥିପାଇଁ ଗୁରୁ କରିବା ନିହାତି ଆବଶ୍ୟକ। ତେଣୁ ଯଦି ମାନେ ଗୁରୁ କରୁଛନ୍ତି ତାହେଲେ ଆଉ ଗୋଟେ କଥା, ଗୁରୁଙ୍କ ପାଖରେ ଗୋଟେ ମୁକ୍ତିର ବାଟ ଗୋଟେ ଜିନିଷ ଅଛି। ଦେଖି ସେ କ'ଣ କହୁଛନ୍ତି, ସବୁ ଯେ ଅଚଳ ସବୁ ଯେ ଚଞ୍ଚଳ ଅଚଳ ମୋ ସର୍ବପଣ। ସେ କ'ଣ କହୁଛନ୍ତି, ଯେତେବେଳେ ସବୁ ଯେ ଅଚଳ ତୁମ୍ଭେ ଗୁରୁ ଚଳ ତୁମ୍ଭେ ଚଳନ୍ତି ପୁରୁଷ। ସେ କହୁଛନ୍ତି ଯେଉଁ ପୁରୁଷ, ଯେଉଁ ଚଳନ୍ତି ପୁରୁଷ ଯେଉଁ ଜାଗାରେ ଅଛନ୍ତି, ପୁରୁଷ ବୋଲିକିରି ଏଠି ନା ଉଭୟ ରହିଛନ୍ତି। ପୁରୁଷଙ୍କର ଜାଗା ଯେଉଁଠି, ଯେଉଁଠିକି କହନ୍ତି ଯେ ବ୍ରହ୍ମ, ଯେ ଆମେ ଯେଉଁଠୁ ଆସିଲୁ ତାକୁ କିଏ ହିଁ ଶିଖଉଛନ୍ତି ନା ଗୁରୁ ଶିଖଉଛନ୍ତି। ସେଥିପାଇଁ ଯେତେବେଳେ ଆମେ ପ୍ରଥମ ବିଦ୍ୟାଳୟରେ ଯାଇ ପହଞ୍ଚୁଛେ, ଯେଉଁଠି ଆଗେ ଖଡ଼ି ବ୍ୟବସ୍ଥା ବି କରାଯାଉଛି, ସେଠି କ'ଣ କରାଯାଉଛି, ଓಂ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ସେଠି ପଢ଼ାଯାଉଛି। ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। କିନ୍ତୁ ସେଠି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱରଙ୍କୁ ପଢ଼େଇ ଦିଆଯାଉଛି, କିନ୍ତୁ ସାକ୍ଷାତ ଗୁରୁ ପରମ ବ୍ରହ୍ମ ବୋଲି ଏଠି ଆଉ କୁହାଯାଉନାହିଁ। ସେଇ ଯେଉଁ ଜାଗାଟା ରହିଲା, ଯେତେବେଳେ ଜଣେ ଗୁରୁ କରିବ, ଗୁରୁଙ୍କର ଯେଉଁ ସାକ୍ଷାତ ଗୁରୁ ପରମ ବ୍ରହ୍ମ ସେଇ ଜାଗାଟାକୁ ସେ ଚିହ୍ନେଇ ଦେବେ। ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଠାରୁ ମଧ୍ୟ ଊର୍ଦ୍ଧ୍ୱରେ। ଯେଉଁଠୁ ଏ ତିନି ଶୂନ ଆସୁଛି ସେ କେଉଁଠୁ ଆସୁଛି? ଗୋଟେ କାଗଜ ଦରକାର, ଗୋଟେ ଖଡ଼ି ଦରକାର, କି ଗୋଟେ ଡଟ୍ ଦରକାର, ଗୋଟେ ସିଲଟ ଦରକାର। ଏଇ ତ ସିଲଟ ଖଡ଼ି ନେଲେ ବ୍ରହ୍ମା ବିଷ୍ଣୁ କେମିତି ହେବ? ତେଣୁକରି ତା ଭିତରେ ମଧ୍ୟ ଅଛି, ସିଏ ମଧ୍ୟ ଦେଖେଇବେ ଯେ ଶୂନ 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 ପୁଣି ଶୂନ। ତେଣୁ ତାକୁ ଯେତେବେଳେ
ଜଣେ କ'ଣ କହୁଛି ନା ମୋର ସବୁ ନେଇଯାଅ କିନ୍ତୁ ମୋର ସେଇ ଜିନିଷଟା ଦରକାର, ସେଇ ଟିକେ ଦୁଃଖରେ ରହିବ। କାହିଁକି ନା ସେ କହୁଛନ୍ତି ଯେ ଅନ୍ୟାୟରେ ମାତିଛନ୍ତି ଧର୍ମକୁ ଯେପତି, ଧର୍ମେ ଥିବା ଲୋକକୁ ଯେ ପଡୁଛି ବିପତ୍ତି। ତେଣୁକରି ଯେତେବେଳେ କଳି ଦ୍ୱନ୍ଦ୍ୱ ଯୋଉଠି ସୃଷ୍ଟି ହୁଏ, ସେ କୁହନ୍ତି କ'ଣ ଇଏ ଗୋଟେ କଳିର ଯୁଗ, କଳିର ରାଜତି, ସେଥିପାଇଁ ଡରୁଛ କି କହିବନି। ତେଣୁକରି ଅହର ନୀତି ତମେ ଯଦି କରିବ ତାହେଲେ ନିଶ୍ଚିତ କିଛି କଷ୍ଟସାଧ୍ୟ ତମକୁ ହବ। କାହିଁକି ନା ତମକୁ ଜୀବ ପ୍ରତି ଦୟା ଆସିବ, ଟିକେ ଶାକାହାରୀ ଭୋଜନ କରିବ, ଟିକେ ତ୍ରିସନ୍ଧ୍ୟା କରିବ। ଏଇସବୁ କଲା ପରେ ଫାଷ୍ଟ ତମକୁ ଅଲଗା ଲାଗିବ। ତମେ ଭାବୁଥିବ ଯେ ମୁଁ କ'ଣ ଭୁଲ କଲି, କ'ଣ କିଛି ଭୁଲ କରିନ। ତମ ଭୁଲଟାକୁ ମାର୍ଜନା କରି ଠିକ୍ ବାଟକୁ ନେବା ପାଇଁ ତମକୁ ବହୁତ କିଛି ତାର ସିଦ୍ଧି ଅର୍ଜନ କରିବାକୁ ହୁଏ। ତ ସେ ବହୁତ କିଛି ଜଣ କିଛି ଶିଖାନ୍ତି। ତେଣୁକରି ଗୁରୁ କରିବା ସମସ୍ତଙ୍କ ଭାଗ୍ୟରେ ଜୁଟେ ନା। ଆଉ ସମସ୍ତେ ଯଦି ଗୁରୁ କରିଥିବେ, ସେମାନେ ପ୍ରଥମ ଶିକ୍ଷା ପାଇଥିବେ ଯେ ବାପା ମାଆକୁ ଭଲ ପାଅ। ଯେଉଁମାନେ ଗୁରୁ କରିଥିବେ ସେ କେବେ ଅନାଦର କରୁନଥିବେ, ତାଙ୍କ ହତାଦର କରୁନଥିବେ ତାଙ୍କ ବାପା ମାଆକୁ, ଯିଏକି ପ୍ରଥମ ଦ୍ୱିତୀୟ ଗୁରୁ। ତାପରେ ସେ ତ ବାପା ମାଆକୁ ଭଲ ପାଇଲେ, ତାଙ୍କ ଅନୁମତି ନେଇ ସେମାନେ ଗୁରୁଙ୍କ ପାଖରେ ପହଞ୍ଚୁଥିବେ କି ଗୁରୁ ଆଶ୍ରମରେ ଯାଉଥିବେ। ଯଦି ବାପା ମାଆକୁ ଭଲ ପାଉନଥିବେ ତାହେଲେ ଖାଲି ଗୁରୁ ଆଶ୍ରମ ଯାଇ ପହଞ୍ଚୁଥିବେ, ଫଳମୂଳ ନେଇ ପହଞ୍ଚୁଥିବେ, ଆମ ଗୁରୁ ଖାଉ। ଇଏ ତ ଖାଇବାକୁ ପାଇଲେନି, କିଏ ଚଳନ୍ତି ଠାକୁର। ସେ କହୁଛି ଖାଇବା ଦିଅକୁ ପୂଜ, ରଖିବା ଦିଅକୁ ଭଜ, ନଥିବ ଜମ ଯନ୍ତ୍ରଣା, ଏଇ କଥାଟି ହେଇଯାଉ। ତେଣୁ ତମେ ଯଦି ହାତ ପ୍ରସାରି ମାଗୁଛନ୍ତି ବାପା ମା ଭଲ ଜିନିଷ ଖାଇବା ପାଇଁ କି ଫଳଟିଏ ଖାଇବା ପାଇଁ, ଆମେ ତାକୁ ଦେବାନି, ତାକୁ ବାନ୍ଧିକିରି ପଠେଇଦେବା ଗୁରୁଙ୍କ ଆଶ୍ରମ। ତା ଅର୍ଥ ଇଏ ଯେଉଁ ପ୍ରଥମ ଦ୍ୱିତୀୟ ଗୁରୁ ଥିବାରୁ ସିନା ତମେ ପଞ୍ଚମ ଗୁରୁ ପର୍ଯ୍ୟନ୍ତ ପହଞ୍ଚିଲ। ତେଣୁକରି ଆଗେ ତାଙ୍କୁ ସନ୍ତୁଷ୍ଟ କର, ତାଙ୍କ ଅନୁମତି ନିଅ, ତାପରେ ସେ ଆଶ୍ରମକୁ ଯାଅ, ଯାହା ଦେବା କଥା। କାହିଁକି ଯେହେତୁ ତମେ ତାଙ୍କୁ ସନ୍ତୁଷ୍ଟ କରିଛ, ସେ ନିଶ୍ଚିତ କହିବେ ବାପା ତୁ ଯା। କାହିଁକି ନା ଆଶ୍ରମ ଯିବାରୁ ଆମ ପ୍ରତି ଶ୍ରଦ୍ଧା, ସ୍ନେହ, ଭକ୍ତି ବଢ଼ିଛି। ସେ ଯଦି ଆଉ ଆଶ୍ରମ ଯାଆନ୍ତି ଆହୁରି ବଢ଼ିଯିବ। ତେଣୁ ତମେ ଆଶ୍ରମ ଯିବ, ଆଶ୍ରମରେ ଯେତିକି କାର୍ଯ୍ୟ କରିବ, ଯେତିକି ସ୍ନେହ ଶ୍ରଦ୍ଧା ପାଇବ, ଆଡ଼େ ଆସିକିରି ତମ ବାପା ମାଆଙ୍କ ଉପରେ ଦାଉ ସରିଯିବ। ତାହେଲେ ଆଶ୍ରମ ଯିବାର ଫଳ କିଛି ନାହିଁ। ସେଇଠି ମଧ୍ୟ ସେଇ ବାପା ମା କହିବେ ତମ ବାବା କ'ଣ ଏଇ ଶିକ୍ଷା ଶିଖେଇଛନ୍ତି, ତମ ଆଶ୍ରମ ଏଇଥିପାଇଁ ଯାଉଛ। ତେଣୁକରି ସମସ୍ତେ ଆଶ୍ରମ ଯିବା ପୂର୍ବରୁ ଟିକେ ସଚେତନ ହେବା ଦରକାର। ଯଦି ସଚେତନ ହେବେ ତାହେଲେ କିଛି ଶିଖିବେ। କିନ୍ତୁ କିଛି ଶିଖିଲେ, ମାର୍ଜିତ ହେଲେ ଉପରକୁ ଆମେ ଯିବା। ସେ କହୁଛି ସଞ୍ଚିଲା ପଦାର୍ଥ ତେତେବେଳେ ଫିଟାଇବ, ଯେଉଁଠାରେ ଯିବ ହଜେ ସେ ସ୍ଥାନ ଦେଖିବୁ। ତେଣୁକରି ଗୁରୁ ଦିଅନ୍ତି କେବଳ ମୁକ୍ତିର ବାଟ। ଆଉ ସବୁ ଜିନିଷ ତମ ଭକ୍ତି ଭାବନା ବଳରେ ଛାଁ ଛାଁ ହେଇଯାଏ। କିନ୍ତୁ ସିଏ କେବେ ଚାହାନ୍ତିନି ମୋ ଭକ୍ତଟା କୋଟିପତି ହେଇଯାଉ, କିନ୍ତୁ ସେ ଚାହାନ୍ତି ମୋ ଭକ୍ତ ଲକ୍ଷ୍ୟପତି ହଉ, ସବୁବେଳେ ଲକ୍ଷ୍ୟ କରୁ, ଯିବା ଆସିବା ବାଟଟାକୁ ସ୍ଥିର କରୁ। ସେ ଏଇଟାକୁ ଚାହାନ୍ତି। ତେଣୁକରି ଆମମାନେ ସମସ୍ତେ ବହୁତ ଲୋକ ଭାବନ୍ତି ଯେ ବୋଧେ ଗୁରୁ କଲେ କି ଗୁରୁଙ୍କ ପାଖକୁ ଗଲେ ମୋତେ ଥୋଡ଼ା ଦେଇଦେବେ, କିନ୍ତୁ ମିଳିବ, କିନ୍ତୁ ଅଜ୍ଞାତରେ ମିଳିବ, କିନ୍ତୁ ଜାଣିବାରେ ମିଳିବନି। ବୁଝିପାରୁଛ? କାହିଁକିନା ତ ସବୁ ଅଚଳ ହବ ସେତେବେଳେ ବା ଚଳନ୍ତି ପୁରୁଷ ଗୁରୁ। ଯେତେବେଳେ କେହି ପଚାରୁନଥିବେ ତୁମକୁ, ସେତେବେଳେ ହିଁ ଗୁରୁ ପଚାରିବେ। ଭାଇ ବନ୍ଧୁ ପଡ଼ିଶା ସବୁଆଡ଼େ ଫେଲ୍ ମାରିବ, ସେତେବେଳେ ଗୁରୁ ଦେଇଥିବା ସଞ୍ଚୟ ଯେଉଁ ଧନ, ସେତେବେଳେ ତମେ କ'ଣ କର ନା ଖୋଲିବ। ସେତିକିବେଳେ ଯେଉଁଠାରେ ଜୀବ ହଜେ ସେଇ ଜାଗାକୁ ଯିବା ପାଇଁ ଚେଷ୍ଟା କର। ତାର ଗୁରୁ କ'ଣ ଚାହାନ୍ତି, କେବଳ ମୋ ପିଲା କେମିତି ଯାଉ, ଯଦି ପୁଣି ଆସିବ ଜାତି ସ୍ମରଣ ହେଇ ଆସୁ, ଆଉ ଚେତନା ଥାଉ, ପୁଣି ଗୁରୁ କରୁ। ଗୁରୁ ଶିଷ୍ୟ ପରମ୍ପରା ଲାଗିଥାଉ। ତେଣୁକରି ସେଥିପାଇଁ ଗୋଟେ କୁହାଯାଇଛି କେହି କାହାର ଗୁରୁ ନୁହଁ, କେହି କାହାର ଶିଷ୍ୟ। ଆଜି ଯିଏ ଗୁରୁ ହେଇଛି କାଲି ମଧ୍ୟ ସେ ଶିଷ୍ୟ ହେଇପାରିବ, କାଲି ଯିଏ ଶିଷ୍ୟ ହେଇଛି ସିଏ ମଧ୍ୟ ପୁଣି ଗୁରୁ ହେଇପାରିବ। କାହିଁକିନା ଗଚ୍ଛିତ ଧନଟାକୁ ଯଦି ଜଣେ ଶିଷ୍ୟ ରଖିଥିବ, ପୁଣି ଯେତେବେଳେ ଗୁରୁ ଯାଉଛନ୍ତି ପୁଣି ଆସିବେ, ପୁଣି ତାଙ୍କର ଗୋଟେ ଗୁରୁ ଦରକାର ନା ନାହିଁ। ତେଣୁକରି କେହି ସେଇଭଳିଆ ଶିଷ୍ୟ ଥିବେ, ପୁଣି ତାଙ୍କୁ ସେ ଗୁରୁ କରିବେ। ତେଣୁକରି ଯଦି ପଦ୍ଧତି ଏଇଭଳିଆ ଅଛି, ତାହେଲେ କିଏ କାହାର ଗୁରୁ, କିଏ କାହାର ଶିଷ୍ୟ, କିଏ କାହାର କିଛି ନାହିଁ। ଆଜି ଯିଏ ବାପା ହେଇଛି କାଲି ମଧ୍ୟ ପୁଅ ମଧ୍ୟ ବାପାକୁ ଜନ୍ମ କରିଦେଇପାରୁଛି। କାହିଁକିନା ସେ କହୁଛି ପିଲାମାନେ ସଂଯୋଗ କାଳେ ହେଇଯାଲେ କିଛି କପାଳେ,
ସେଇ ସମୟରେ ଯଦି ବାପା କଥାଟି କିଛି ମନେ ପଡ଼ିଯାଇଛି ନିଶ୍ଚିତ ବାପା ହିଁ ଆସିଯିବ। ତେଣୁକରି ସବୁକିଛି ଏଇଭଳିଆ ଜିନିଷ ରହିଛି। ତେଣୁ ଇଏ ହେଉଛି ମାନେ ଅକାଟ୍ୟ ବିଶ୍ୱାସ। ଯଦି ଆମେ ବିଶ୍ୱାସ କରିବା ସେ କହୁଛି ବିଶ୍ୱାସ ମିଳେ ହେରି ତର୍କେ ବହୁତ, ତର୍କରେ ଜିନିଷ ନାହିଁ। ଆପେତ୍ୟ ଅଭିଯୋଗ, ବିଶ୍ୱାସ, ଭକ୍ତି, ଏଇ ଭାବନାରେ ଏ ସବୁ ଜିନିଷ ମିଳିବ। ସେ କହୁଛି ଭାବକୁ ନିକଟ କରି ସାଧ ବ୍ରହ୍ମ ଜ୍ଞାନ, ଅଭାବକୁ ଭୁଲାମନ ସହସ୍ର ଯୋଜନ। ଯଦି ତୁମେ ଅଭାବ କଲ, ଭାବ ନ ଲଗେଇଲ, କିନ୍ତୁ ଅଘରେ ଭାବ କଲେ ସବୁ ମିଳିବ। କିନ୍ତୁ ଅଘର ଯଦି ଭାବଟା କମିଯାଏ ନା କିଛି ପାଇବନି। ତେଣୁ ସେଥିପାଇଁ କହନ୍ତି ଅଗାଧିଆ ଖିଆ ପୃଷ୍ଠ ପକାନ୍ତି ଗାଧେଇ ଖାଇବା ଦରକାର ପଡ଼। ଅଘରେ କେମିତି ଗାଧେଇବ, ଅଘରେ ସ୍ନାନ କେମିତି କରିବ, ତେଣୁ ତାକୁ ସବୁ ଗୁରୁଙ୍କ ପାଖରୁ ପଚାରି ବୁଝିବ। ଯିଏ ଯେଉଁଠି ଗୁରୁ କରିଥାନ୍ତି କିଛି ଅସୁବିଧା ନାହିଁ। ମାନେ ଗୁରୁ ମହାନ। ତେଣୁ ସବୁ କଥା ଶିଷ୍ୟମାନଙ୍କୁ ଶିଖେଇ ଦେବେ। କେତେ ଜିନିଷ ଅଛି ଗୁରୁ ଯାଚିକିରି ଦିଅନ୍ତି, କେତେକ ଶିଷ୍ୟ ନ ମାଗିକି ଗୁରୁ ଦେବେ। କହିବେ ସୀତା ତ ବୋହିବାର କାପାସିଟି ନାହିଁ, ମୁଁ ତ କାହିଁ ଦେବି। ଯାହାର ବୋହିବାର କାପାସିଟି ଥିବ ସେ ସେତେ ମାଗିବ। ଏ ହେଉଛି କଥା। ତେଣୁ ସମସ୍ତେ ଗୁରୁ କରନ୍ତୁ। ଗୁରୁ କଲେ ତମେ ଯାହାଟା ଯେତିକି ଯେଉଁଠି ଦାନ ଧ୍ୟାନ କରିବ ତାର ପୁଣ୍ୟତା ନିଶ୍ଚିତ। ଯଦି କୌଣସି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଅ ତାହେଲେ ତାର ପୁଣ୍ୟତା ନିଶ୍ଚିତ। ତେଣୁ ଦାନ ଧ୍ୟାନର ଯେଉଁ ମହାନ ଜିନିଷ, ତେଣୁ ବିନା ଗୁରୁରେ ଯଦି ଦେଇଯାଅ, ଯଦି ବିନା ଆକାଉଣ୍ଟରେ ଆମେ ସବୁ ଡିପୋଜିଟ୍ କରିପାରିବାନି କି ଡ୍ର ୱିଡ୍ର କରିପାରିବା, ଯେମିତି ଇଏ ଜିନିଷ ଠିକ୍ ସେମିତି ଗୁରୁ କଲେ ଆମର ସବୁ ପଥ ଗୁଡ଼ା ସୁଷମ ହୋଇଯିବ। ତେଣୁ ସମସ୍ତେ ଗୁରୁ କରିବା ନିହାତି ଆବଶ୍ୟକ। ସମସ୍ତେ ଗୁରୁ କରନ୍ତୁ। ଆଉ ସଂସାରରେ ଚିହ୍ନି ସଦଗୁରୁ ସେବା କରନ୍ତୁ। କଲେ ମଙ୍ଗଳ ହିଁ ମଙ୍ଗଳ। ଗୁରୁଙ୍କର କୃପାର ଥରେ ହେଇଯାଏ ତାହେଲେ ତା ପରିବାର ମଧ୍ୟ ସୁଖ ସୁଖ। ଆଉ କିନ୍ତୁ ଗୁରୁକୁ ସେତିକି ବିଶ୍ୱାସ କରିବା। ଜଗନ୍ନାଥ ଦାସ କହିଛନ୍ତି ମୂଳଟି ଅଟଇ ବିଶ୍ୱାସ। ଆଗେ ବିଶ୍ୱାସ କର, ତାପରେ ନିଶ୍ୱାସ କେମିତି ଯିବ ଗୁରୁ ହିଁ ବଳିବ। ଜୟ ଗୁରୁଦେବ, ଜୟ ପରମେଶ୍ୱର, ଜୟ ଜଗନ୍ନାଥ।